ପିଶାଚି ତତେ ମୋ କଥା ମାନିବାକୁ ପଡ଼ିବ। ଯଦି ନ ମାନିବୁ ମୁଁ ତତେ ବୋତଲରେ ବନ୍ଦୀ କରି ରଖିବି। ନା ନା ମାଲିକେ, ମତେ ବୋତଲରେ ବନ୍ଦୀ କରନ୍ତୁନି। ଆପଣ ଯାହା କହିବେ ମୁଁ ସବୁ କରିବି। ମତେ ଆଦେଶ ଦିଅନ୍ତୁ। ତେବେ ଶୁଣ, ଏ ଜଙ୍ଗଲରେ ଯେତେ ବି ଚଢ଼େଇ ଅଛନ୍ତି ସମସ୍ତଙ୍କ ଘରୁ ଟଙ୍କା ସୁନା ଚୋରି କରି ଆଣିବୁ। ଯିଏ ନ ଦେବ ତାକୁ ମାରିଦେବୁ। ପିଶାଚି ତାନ୍ତ୍ରିକ କଥାରେ ରାଜି ହେଇଗଲା। ସେ ଜଙ୍ଗଲ ଭିତରକୁ ଗଲା। ପ୍ରଥମେ ଥିଲା ପାରାର ଘର। ସେ ସେଇ ଘର ଭିତରକୁ ଗଲା। ଏ କଣ? ଏ ପାରା ତ ଏଠି ଶୋଇଛି। ଏ ପାରା ଉଠ ଉଠ କହୁଛି। ତୁ ନ ଉଠିଲେ ମତେ ଟଙ୍କା ସୁନା କିଏ ଦେବ? ରହ, ଏବେ ତ ନିଦ ଭାଙ୍ଗୁଛି। ଏମିତି ସେ ପିଶାଚି ପାରା ଉପରେ ପାଣି ଢାଳିଲା। ପାରାର ନିଦ ଭାଙ୍ଗିଗଲା। ସେ ପିଶାଚିକୁ ଦେଖି ଭୟରେ ଧରିଲା। ପିଶାଚି, ମୋ ଘରେ ପିଶାଚି, ମତେ କେହି ବଞ୍ଚାଅ। ପିଶାଚି ମତେ ମାରନି, ମତେ ଛାଡ଼ିଦେ। ଛାଡ଼ିଦେବି, ହେଲେ ଗୋଟେ ସର୍ତ୍ତରେ। ତୋ ଘରେ ଯେତେ ସୁନା ଟଙ୍କା ଗହଣା ଅଛି ମତେ ଆଣିଦେ। ଯଦି ମତେ ସେସବୁ ନ ଦେବୁ ମୁଁ ତତେ ଛାଡ଼ିବିନି। ମୋ ପାଖରେ ତ ଟଙ୍କା ସୁନା ନାହିଁ। ମୁଁ ବହୁତ ଗରିବ ଚଢ଼େଇ। ମୁଁ ତୁମକୁ କଣ ଦେବି? କଣ ହେଲା? ତୁ ମତେ କିଛି ବି ଦେବୁନି? ତେବେ ତ ଜୀବନ ମୁଁ ନେଇଯିବି। ଏମିତି କହି ପିଶାଚି ପାରାକୁ ମାରିଦେଲା। ତାପରେ ସେ ପାଖରେ ଥିବା ମିଟୁ ଘରକୁ ଗଲା। ତମ ଦୁଇ ଜଣଙ୍କ ଘରେ ଯାହା ବି ସୁନା ଗହଣା ଅଛି ମତେ ଦିଅ, ନହେଲେ ମୁଁ ତମ ଦୁଇ ଜଣଙ୍କୁ ମାରି ଖାଇଦେବି। ପିଶାଚିର ଏପରି କଥା ଶୁଣି ଭୟରେ ମିଟୁ ଆଉ ତାର ସ୍ତ୍ରୀ ତାଙ୍କ ଘରେ ଯାହା ବି ସୁନା ଗହଣା ଥିଲା ସବୁ ତାକୁ ଦେଇଦେଲେ। ତୁମ ପାଖରେ ତ ଅନେକ ଶକ୍ତି ଅଛି ପିଶାଚି, ତଥାପି ଆମ ପାଖରୁ ସୁନା ଟଙ୍କା କାହିଁକି ନେଉଛ? ମୋ ମାଲିକ ଧନୀ ହେବାକୁ ଚାହୁଁଛି, ସେଥିପାଇଁ ମୁଁ ସମସ୍ତଙ୍କଠୁ ଏ ସବୁ ଟଙ୍କା ସୁନା ଗହଣା ଦେଉଛି। ଯିଏ ମତେ ଭଲରେ ଏସବୁ ଦେଇଦେବ ମୁଁ ତାକୁ ଛାଡ଼ିଦେବି, ନହେଲେ ମୁଁ ତାକୁ ମାରିଦେବି। ଏମିତି କହି ପିଶାଚି ସେଠାରୁ ଚାଲିଗଲା। ଆରେ, ଏ ପିଶାଚି ତ ଆମର ସବୁ ଟଙ୍କା ସୁନା ନେଇଗଲା। ଆମେ ଏବେ ଚଳିବା କେମିତି? ଆରେ, ତୁ ଏକଥା ଚିନ୍ତା କରୁଛୁ? ଭଲ ହେଲା ଆମ ପାଖରେ ଟଙ୍କା ସୁନା ଥିଲା, ଯୋଉଥିପାଇଁ ଆମ ଜୀବନ ବଞ୍ଚିଗଲା। ନହେଲେ ପିଶାଚି ତ ଆମକୁ ମାରି ଦେଇଥାନ୍ତା। ଆରେ ଶୁଣୁଛ, ମତେ ଆଜି ପାଏସ ଖାଇବାକୁ ଭାରି ଇଚ୍ଛା ହଉଛି। ପାଏସ ତିଆରି କଲେ ତ ଅନେକ କ୍ଷୀର ଲାଗିବ। ଏତେ ସାରା କ୍ଷୀର ମୁଁ ପାଇବି କୋଉଠୁ? ପାଇବ କୋଉଠୁ ମାନେ? ଚଢ଼େଇ ଗାଈ ରଖିଛି, ଶୀଘ୍ର ତା ପାଖକୁ ଯାଅ ଆଉ ଗୋଟେ ବାଲ୍ଟି କ୍ଷୀର ନେଇ ଆସ। ତାପରେ କାଉ ଗଲା ଚଢ଼େଇ ଘରକୁ। ଚଢ଼େଇ, ମତେ ଗୋଟେ ବାଲ୍ଟି କ୍ଷୀର ଦେ। ମୋ ସ୍ତ୍ରୀ ଆଜି ପାଏସ ଖାଇବାକୁ ଇଚ୍ଛା କରିଛି। ମୋ ଗାଈ ଆଜି 2 ବାଲ୍ଟି କ୍ଷୀର ଦେଇଛି, ସେଥିରୁ ତୁ ଗୋଟେ ବାଲ୍ଟି କ୍ଷୀର ନେଇଯା। ହେଲେ କାଉ, ଏବେ ହିଁ ମତେ କ୍ଷୀର ଟଙ୍କାଟା ଦେଇଦେ। ମୋ ଦେହଟା ଆଜି ଟିକେ ଭଲ ଲାଗୁନି, ମୁଁ ଡାକ୍ତରଙ୍କ ପାଖକୁ ଯିବି। ଚଢ଼େଇ, ଏବେ ମୋ ପାଖରେ ଟଙ୍କା ନାହିଁ। ମୁଁ ତତେ 2 ଦିନ ପରେ କ୍ଷୀର ଟଙ୍କା ଦେଇଦେବି। ଏବେ ପା ତୁ କହିଲୁ ତୋ ପାଖରେ 2 ବାଲ୍ଟି କ୍ଷୀର ଅଛି, ଆଉ ଗୋଟେ ବାଲ୍ଟି କ୍ଷୀର ବିକ୍ରି କରି ତୁ ଡାକ୍ତର ପାଖକୁ ଯା। କାଉର ଏମିତି କଥା ଶୁଣି ଚଢ଼େଇ ତାକୁ ଗୋଟେ ବାଲ୍ଟି କ୍ଷୀର ଆଣିଦେଲା। କାଉ ସେ କ୍ଷୀର ଧରି ଘରକୁ ଯିବା ସମୟରେ ହଠାତ୍ ତା କ୍ଷୀର ବାଲ୍ଟି ତଳକୁ ଖସି ପଡ଼ିଲା। ଆରେ ଗଲା ଗଲା, ସବୁ ସରିଗଲା। ଏତେ ସାରା କ୍ଷୀର ତଳେ ପଡ଼ିଗଲା। ମୋ ସ୍ତ୍ରୀ ଏକଥା ଜାଣିଲେ ମତେ ଜୀବନରୁ ମାରିଦେବ। ମୁଁ ଆଉ ଥରେ ଚଢ଼େଇ ପାଖକୁ ଯାଏ। ଏ କଣ କାଉ, ତୁ ପୁଣି ଖାଲି ବାଲ୍ଟି ଧରି କାହିଁକି ଆସିଲୁ? ଚଢ଼େଇ, ମୁଁ ଘରକୁ ଯିବା ସମୟରେ ମୋ ପାଖରୁ କ୍ଷୀର ବାଲ୍ଟି ଖସି ତଳେ ପଡ଼ିଗଲା। ମୋର ସବୁ କ୍ଷୀର ନଷ୍ଟ ହେଇଗଲା। ମତେ ଆଉ ଗୋଟେ ବାଲ୍ଟି କ୍ଷୀର ଦେଇଥା, ନହେଲେ ମୋ ସ୍ତ୍ରୀ ମତେ ଘରେ ପଶିବାକୁ ଦେବନି। କାଉ, ମୁଁ ତତେ ଆଗରୁ କହିଥିଲି ସେ କ୍ଷୀର ବିକ୍ରି କରି ମୁଁ ଡାକ୍ତରଙ୍କ ପାଖକୁ ଯିବି। ତୁ ଯଦି ମତେ ଏବେ ହିଁ ଟଙ୍କା ଦେବୁ ତେବେ କ୍ଷୀର ନେଇଯା, ନହେଲେ ମୁଁ ତତେ ଆଉ କ୍ଷୀର ଦେଇପାରିବିନି। ଏମିତି ଶୁଣି କାଉ ମନ ଖରାପ କରି ଘରକୁ ଫେରିଗଲା। ଆରେ ଚମ୍ପା, ମୁଁ ଚଢ଼େଇକୁ ଅନେକ କରି କହିଲି ମତେ କ୍ଷୀର ଦେବା ପାଇଁ, ହେଲେ ସେ ଚଢ଼େଇ ମତେ କ୍ଷୀର ଦେଲା ନାହିଁ। ତୁମେ କଣ କହୁଛ? ତା ମାନେ ମୁଁ ଆଜି ପାଏସ ଖାଇ ପାରିବିନି? ତୁମେ ମୋର ଏଇ ଗୋଟିଏ ଇଚ୍ଛା ପୁରା କରିପାରିଲନି? ନିଜ ଇଚ୍ଛା ପରେ ପୁରା କରିବ, ଆଗ ମୋ ଇଚ୍ଛା ପୁରା କର, ନହେଲେ ମୁଁ ତମମାନଙ୍କୁ ମାରିଦେବି। କଣ? ଇଏ ତ ଗୋଟେ ପିଶାଚି। ଆରେ ଦେଖୁଛ କଣ, ମତେ ବଞ୍ଚାଅ। ପିଶାଚି, ତୁମେ ଯାହା କହିବ ଆମେ ସବୁ କରିବୁ, ଆମକୁ ମାରନି।
ତେବେ ଶୁଣ, ତମମାନଙ୍କ ଘରେ ଯେତେ ବି ସୁନା ଟଙ୍କା ଗହଣା ଅଛି ମତେ ସବୁ ଆଣିଦିଅ, ନହେଲେ ମୁଁ ତମମାନଙ୍କୁ ମାରିଦେବି। ଏମିତି ଶୁଣି ଭୟରେ କାଉର ସ୍ତ୍ରୀ ନିଜ ପାଖରେ ଥିବା ସବୁ ସୁନା ଗହଣା ପିଶାଚୀକୁ ଆଣିଦେଲା। ଏତେ ସାରା ସୁନା ଗହଣା ଦେଖି ତ ପିଶାଚୀ ଖୁବ୍ ଖୁସି ହେଇଗଲା। ବାଃ, ତମେ ମାନେ ସମସ୍ତଙ୍କଠୁ ଅଧିକ ସୁନା ଟଙ୍କା ଦେଇଛ। ମୁଁ ତମମାନଙ୍କ ଉପରେ ବହୁତ ଖୁସି। ଜଙ୍ଗଲ ବାହାରେ ଗୋଟେ ଚୁଡ଼ି ଘର ଅଛି, ମୁଁ ସେଇଠି ରୁହେ। ତମମାନଙ୍କର ଯଦି କିଛି ଦରକାର ହେବ ସେଠାକୁ ଆସିବ, ମୁଁ ତମମାନଙ୍କୁ ସାହାଯ୍ୟ କରିବି। ଏମିତି କହି ପିଶାଚୀ ସବୁ ସୁନା ଗହଣା ଧରି ତାନ୍ତ୍ରିକ ଚିଲ ପାଖକୁ ଗଲା। ବାବା, ଏତେ ସାରା ସୁନା ଗହଣା! ଏମିତି ଯଦି ମୁଁ ପ୍ରତିଦିନ ସୁନା ଟଙ୍କା ପାଇବି, ମୁଁ ଖୁବ୍ ଶୀଘ୍ର ଅନେକ ଧନୀ ହେଇଯିବି। ମୁଁ ଆପଣଙ୍କର ସବୁ ଇଚ୍ଛା ପୁରା କରିଛି ମାଲିକେ। ମତେ ଭାରି ନିଦ ଲାଗୁଛି, ଏବେ ମତେ ଶୋଇବାକୁ ଅନୁମତି ଦିଅନ୍ତୁ। ଆଚ୍ଛା ଆଚ୍ଛା, ଠିକ୍ ଅଛି, ତୁ ଯା, ଘର ବାହାରେ ଆରାମ କରିବୁ। ମୋ ଦେହ ବି ଭଲ ନାହିଁ, ମୁଁ ବି ଟିକେ ଶୋଇପଡ଼େ। ଆରେ ଶୁଣୁଛ, ସେ ପିଶାଚୀ ତ ଆମର ସାଙ୍ଗ ହେଇଗଲା। ଚାଲ ସେ ପିଶାଚୀ ସାହାଯ୍ୟରେ ଚଢ଼େଇକୁ ଉଚିତ ଶିକ୍ଷା ଦେବା। ତମକୁ କ୍ଷୀର ଦେବାକୁ ମନା କରିଥିଲା ନା, ଏବେ ସେ ପାଇବ ମଜା। ଏମିତି ସେ ଦୁଇ କାଉ ଏକ ଯୋଜନା ବନେଇଲେ। କିଛି ସମୟ ପରେ ରାତି ହେଇଗଲା। ଦୁଇ କାଉ ଚଢ଼େଇକୁ ବେହୋସ କରି ତାକୁ ଧରି ଚୁଡ଼ି ଘର ପାଖକୁ ଗଲେ। ଆରେ ଏଇ ଦେଖ, ସେଠି ସେ ଚୁଡ଼ି ଘର ବାହାରେ ପିଶାଚୀ ଶୋଇଛି। ଚାଲ ଏ ଚଢ଼େଇକୁ ନେଇ ତା ପାଖରେ ରଖିଦେବା। ପିଶାଚୀ ଉଠିଲେ ଚଢ଼େଇକୁ ଖାଇଦେବ, ଆମ ଶତ୍ରୁ ଚଢ଼େଇ ମଜା ପାଇବ। ଏମିତି ଚିନ୍ତା କରି ଦୁଇ କାଉ ପିଶାଚୀ ପାଖରେ ଚଢ଼େଇକୁ ରଖିଦେଲେ, ଆଉ ତାପରେ ସେଠାରୁ ଚାଲିଗଲେ। ହଠାତ୍ ସେହି ସମୟରେ ଚଢ଼େଇର ହୋସ ଫେରି ଆସିଲା। ଆରେ ମୁଁ ଏ କୋଉ ଜାଗାରେ ଅଛି? ଇଏ ତ ଗୋଟେ ପିଶାଚୀ। ହେ ଭଗବାନ, ଏବେ ମୁଁ କଣ କରିବି? ଏ ପିଶାଚୀ ଉଠିବା ଆଗରୁ ମୁଁ ଏଠୁ ଚାଲିଯାଏ। ଚଢ଼େଇ ଚାଲି ଆସିବାକୁ ଚେଷ୍ଟା କଲା। ହଠାତ୍ ସେ ଚୁଡ଼ି ଘର ଭିତରୁ କାନ୍ଦିବାର ସ୍ୱର ଶୁଣିଲା। ସେ ଘର ଭିତରକୁ ଗଲା। ଆଃ, ମୋ ଦେହ ଜମା ବି ଭଲ ଲାଗୁନି, ମୁଁ ଉଠି ପାରୁନି, ମତେ କେହି ସାହାଯ୍ୟ କର। ଆରେ ଇଏ ତ ଗୋଟେ ତାନ୍ତ୍ରିକ। ତାନ୍ତ୍ରିକ ବାବା, ତୁମ ଦେହରେ ତ ଅନେକ ଜ୍ୱର, ତୁମକୁ ଶୀଘ୍ର ଔଷଧ ନଦେଲେ ତୁମେ ମରିଯିବ। କିଛି ସମୟ ଅପେକ୍ଷା କର, ମୁଁ ତୁମକୁ ଔଷଧ ଆଣି ଦଉଛି। ତାପରେ ଚଢ଼େଇ ଔଷଧ ଆଣି ଚିଲକୁ ଦେଲା। ଔଷଧ ଖାଇଲା ପରେ ଚିଲ ସୁସ୍ଥ ହେଇଗଲା। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ, ଆଜି ତୋ ପାଇଁ ମୋ ଜୀବନ ବଞ୍ଚିଗଲା। ତାନ୍ତ୍ରିକ ବାବା, ବାହାରେ ଗୋଟେ ପିଶାଚୀ ଶୋଇଛି। ଚାଲନ୍ତୁ ଶୀଘ୍ର ଏ ଜାଗା ଛାଡ଼ି ଚାଲିଯିବା। ସେ ଯଦି ଭିତରକୁ ଚାଲି ଆସିବ ଆମକୁ ମାରିଦେବ। ଏଇ, କିଏ ତୁ? ଏ ଚୁଡ଼ି ଘରେ ପଶିବାକୁ ସାହସ କେମିତି କଲୁ? ଏବେ ମୁଁ ତତେ ମାରି ଖାଇଦେବି। ରହିଯା ପିଶାଚୀ, ତାର କିଛି ବି କ୍ଷତି କରିନି, ସେ ମୋର ଜୀବନ ବଞ୍ଚେଇଛି। ଆଜିଠୁ ମୁଁ ତତେ ମୁକ୍ତ କରିଦେଲି। ତୁ ଆଉ କାହା ପାଖରୁ ବି ସୁନା ଟଙ୍କା ଆଣିବୁନି। ଯା, ନିଜ ଘରକୁ ଫେରିଯା। ଏମିତି ଶୁଣି ପିଶାଚୀ ସେଠାରୁ ଚାଲିଗଲା। ତାନ୍ତ୍ରିକ ଚିଲ ଚଢ଼େଇକୁ ସବୁ ଘଟଣା କହିଲା। ମୁଁ ବହୁତ ବଡ଼ ଭୁଲ କାମ କରୁଥିଲି ଚଢ଼େଇ, ଆଜି ମୋର ଆଖି ଖୋଲିଗଲା। ଏ ଘରେ ଅନେକ ସୁନା ଟଙ୍କା ଥିଲେ ବି ମୋ ଦେହ ଖରାପ ବେଳେ ମୋତେ ବଞ୍ଚେଇବା ପାଇଁ କେହି ବି ମୋ ପାଖରେ ନଥିଲେ। ଟଙ୍କା ଠାରୁ ଜୀବନ ମୂଲ୍ୟବାନ। ମୁଁ ସମସ୍ତଙ୍କୁ ଏ ଟଙ୍କା ସୁନା ଫେରେଇ କ୍ଷମା ମାଗିବି, ଆଉ ସମସ୍ତଙ୍କ ସହ ମିଳିମିଶି ରହିବି। ତାପରେ ତାନ୍ତ୍ରିକ ଚିଲ ସମସ୍ତଙ୍କୁ ତାଙ୍କ ଟଙ୍କା ସୁନା ଗହଣା ଫେରେଇ ଦେଲା। ସମସ୍ତେ ବି ତାକୁ କ୍ଷମା କରିଦେଲେ। ଏମିତି ସେ ଚିଲ ସବୁ ଚଢ଼େଇଙ୍କ ସହ ମିଳିମିଶି ରହିଲା। ଆଃ, ଭାରି କଷ୍ଟ ହେଉଛି। ରେନୁ, ଯିବା ପୂର୍ବରୁ ମୁଁ ତତେ କିଛି କହିବାକୁ ଚାହୁଁଛି। ନା ନା, ଏମିତି କୁହନି, ତମର କିଛି ହେବନି। ଆଉ ଟିକେ ଧୈର୍ଯ୍ୟ ଧର, ମୁଁ ଡାକ୍ତରଙ୍କୁ ଡାକିଛି, ସେ ଏବେ ଆସିଯିବେ। ଡାକ୍ତର ଆସିଲେ ବି କିଛି ଲାଭ ହେବନି, ମୋ ସମୟ ସରିଗଲାଣି। ରିନୁ, ମୋ ଆଦରର ଦୁଇ ଝିଅ ଆଉ ମୋ ସାନ ଭଉଣୀ ତତେ ଲାଗିଲେ। ଆଜିଠୁ ତାଙ୍କର ସବୁ ଦାୟିତ୍ୱ ତୋର, ତାଙ୍କୁ ଭଲରେ ରଖିବୁ। ନା, ଆମକୁ ଛାଡ଼ି ଯାଅନି, ଉଠ, କଥା କୁହ। ଭାଇ, ବାପା ମାଙ୍କ ପରି ଆଜି ତୁ ବି ମତେ ଛାଡ଼ି ଚାଲିଗଲୁ। ଉଠ ଭାଇ, କଥା କହ। ଭାଉଜ, ଏସବୁ କଣ ହେଇଗଲା? ରିନୁ ଆଉ ମୁନି ଅନେକ କାନ୍ଦିଲେ। ଏହିପରି କିଛି ଦିନ ବିତିଗଲା। କଣ ହେଲା ମୁନି,
ତୁ ନିଜ ଖାତା ବହି ବସ୍ତାରେ ଭର୍ତ୍ତି କରୁଛୁ କାହିଁକି? ଏସବୁ ମୁଁ ଆଉ ପଢିବିନି ଭାଉଜ। ତୁମେ ଘର ଚଳିବ ନା ମତେ ପାଠ ପଢେଇବ? ଭାବୁଛି ପାଠ ପଢା ଛାଡି ତୁମକୁ ଘର କାମରେ ସାହାଯ୍ୟ କରିବି। ଏମିତି କହନି ମୁନି। ତୋ ଭାଇ ମତେ କହିଥିଲେ ତୋର ଇଚ୍ଛା ପାଠ ପଢି ପୋଲିସ ଅଫିସର ହେବା। ତୁ ପାଠ ପଢା ବନ୍ଦ କରନି, ମୁଁ ତୋର ଇଚ୍ଛା ପୁରା କରିବି। ତୋ ଭାଇଙ୍କର ଯୋଉ ସିଙ୍ଗଡ଼ା ଦୋକାନ ଅଛି, ମୁଁ କାଲିଠୁ ହିଁ ସେଠାକୁ କାମ କରିବାକୁ ଯିବି। ତୁ ଜମା ଚିନ୍ତା କରନି ମୁନି, ତୁ କେବଳ ପାଠ ପଢାରେ ମନ ଦେ। ସତରେ ଭାଉଜ, ତୁମେ ବହୁତ ଭଲ। ଦେଖିବ ଭାଉଜ, ମୁଁ ପାଠ ପଢି ଏକ ପୋଲିସ ଅଫିସର ହେବି ଆଉ ତୁମର ସବୁ ଦୁଃଖ ଦୂର କରିଦେବି। ଏମିତି ସମୟ ବିତି ଚାଲିଲା। ରିନୁ ସିଙ୍ଗଡ଼ା ତିଆରି କରି ବିକ୍ରି କରୁଥିଲା। ରିନୁର ହାତ ତିଆରି ସିଙ୍ଗଡ଼ା ସମସ୍ତଙ୍କୁ ଭାରି ଭଲ ଲାଗୁଥିଲା। ସମସ୍ତେ ତା ପାଖରୁ ହିଁ ସିଙ୍ଗଡ଼ା ଖାଉଥିଲେ। ରିନୁର ଭଲ ଟଙ୍କା ରୋଜଗାର ହେଉଥିଲା। ରିନୁ ଘର ଚଳେଇବା ସହ ମୁନିର ପାଠପଢା ଖର୍ଚ୍ଚ ବି ଉଠାଉଥିଲା। ଆରେ ବା, ଆଜି ମୋର ଭଲ ଟଙ୍କା ରୋଜଗାର ହେଲା। ଏବେ ମୁଁ ଏସବୁ ଟଙ୍କାକୁ 3 ଭାଗ କରିଦିଏ। ଏବେ ମୋର 2 ଝିଅ ଛୋଟ ଅଛନ୍ତି, ତାଙ୍କ ପଛରେ ବେଶୀ ଖର୍ଚ୍ଚ ହେବନି। ମୁଁ 1 ଭାଗ ଟଙ୍କା ମୋ ଘର ଖର୍ଚ୍ଚ ପାଇଁ ରଖିଦିଏ, ଆଉ 1 ଭାଗ ଟଙ୍କା ମୁନିର ପାଠପଢାରେ ଖର୍ଚ୍ଚ ହେବ। ଆଉ ଯାହା ବଳିଲା ମୁଁ ମୁନିର ବାହାଘର ପାଇଁ କିଛି କିଛି ଜମା କରିଦିଏ, ପଛରେ ତା କାମରେ ଆସିଯିବ। ପିଉସୀ, ପିଉସୀ, ମା କେତେବେଳେ ଆସିବେ? ଆଉ କିଛି ସମୟ ଅପେକ୍ଷା କର, ତମ ମା ଆସିଯିବେ। ଆରେ ଏଇ ତ ତମ ମା ଆସିଗଲେ। ମା, ମା ଆସିଗଲ? ଆମେ କେତେବେଳୁ ତୁମକୁ ଅପେକ୍ଷା କରିଥିଲୁ। ଆରେ ମା, ଫେରୁ ଫେରୁ ମିଟୁ ଭାଇଙ୍କ ସହ ଟିକେ ଦେଖା ହେଇଗଲା। ତାଙ୍କ ସହ କଥା ହଉ ଡେରି ହେଇଗଲା। ମୁଁ ଆଜି ତମମାନଙ୍କ ପାଇଁ ବାହାରୁ ଖାଇବା ଆଣିଦେଇଛି। ଚାଲ ସମସ୍ତେ ମିଶି ଖାଇବା। ତାପରେ ସେମାନେ ଖାଇବା ଖାଇଲେ। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ, ଆରେ ସାଙ୍ଗ, କାଲି ମୋ ବାହାଘର। ତୁ ମୋ ବାହାଘରରେ ନିଶ୍ଚୟ ଆସିବୁ। ହଁ ହଁ, ମୋ ସାଙ୍ଗ ବାହାଘର ଆଉ ମୁଁ ଆସିବିନି? ମୁଁ ନିଶ୍ଚୟ ଆସିବି। ଆଚ୍ଛା ସାଙ୍ଗ, ତୁ କେବେ ବାହା ହେବୁ? ମୁଁ ଏବେ ଏ ବିଷୟରେ କିଛି ବି ଚିନ୍ତା କରିନି। ଆଗ ମୁଁ ପାଠ ପଢି ପୋଲିସ ଅଫିସର ହେବି, ତାପରେ ଯାଇ ମୁଁ ବାହାଘର କଥା ଚିନ୍ତା କରିବି। ତୁ ଯୋଉ ଏତେ ସାରା ସ୍ୱପ୍ନ ଦେଖୁଛୁ, ତୋର ଏଇ ସ୍ୱପ୍ନ କଣ ପୁରା ହେବ? ହଁ, କାହିଁକି ପୁରା ହେବନି? ମୋ ଭାଉଜ କହିଛନ୍ତି ମୋ ସ୍ୱପ୍ନ ପୁରା କରିବାରେ ସେ ମତେ ସାହାଯ୍ୟ କରିବେ। ମୁଁ ଯଦି ଭଲ ପାଠ ପଢିବି ଆଉ ମୋ ଭାଉଜ ମୋ ପାଖରେ ଥିଲେ, ମୁଁ ନିଶ୍ଚୟ ମୋ ସ୍ୱପ୍ନ ପୁରା କରିପାରିବି। ହେଲେ ମୁନି, ତୁ ଯୋଉ ତୋ ଭାଉଜ କଥା କହୁଛୁ, ସେ କିନ୍ତୁ ତ ନିଜ ଭଉଣୀ ନୁହଁ, ବୁଝିଲୁ? ଆଜି ସିନା ସେ ତୋ ସହ ଭଲ ବ୍ୟବହାର କରୁଛନ୍ତି ବୋଲି ତୁ ତାଙ୍କୁ ଭଲ ଭାବୁଛୁ। ଜାଣିଛୁ ମୁନି, କାଲି ମୋ ବାପା କହୁଥିଲେ ମୋ ବାପା ତ ଭାଉଜଙ୍କୁ କିଛି ଟଙ୍କା ଧାର ମାଗୁଥିଲେ, ହେଲେ ସେ ଦେଲେ ନାହିଁ। ପ୍ରତ୍ୟେକ ଦିନ ତୋ ଭାଉଜ କିଛି କିଛି ଟଙ୍କା ଜମା କରି ରଖୁଛନ୍ତି। ମତେ ତ ଲାଗୁଛି ସେସବୁ ସେ ନିଜ ପାଇଁ ହିଁ ଜମା କରି ରଖୁଛନ୍ତି। ତାଙ୍କର 2 ଝିଅ ଅଛନ୍ତି। ଭବିଷ୍ୟତରେ ସେ ନିଜ 2 ଝିଅଙ୍କୁ ହିଁ ଦେଖିବେ, ତତେ ଜମା ବି ପଚାରିବେନି। ଦିନେ ନା ଦିନେ ତୁ ଏକଥା ବୁଝିପାରିବୁ। ମୋ କଥା ଟିକେ ଭଲ କି ଭାବି ଦେଖେ। ସାଙ୍ଗର ଏପରି କଥା ଶୁଣି ମୁନି ଚିନ୍ତାରେ ପଡିଗଲା। ସେ କଣ କରିବ ଭାବି ଭାବି ଘରକୁ ଫେରିଲା। ଭାଉଜ, ଆଉ କିଛି ଦିନ ପରେ ମୋ ପରୀକ୍ଷା। ସାର୍ ପରୀକ୍ଷା ଫି ଜମା କରିବାକୁ କହିଛନ୍ତି। ଆରେ ମୁନି, ଆଜି ମୋ 2 ଝିଅଙ୍କର ନାଁ ସ୍କୁଲରେ ଲେଖି ଦେଇଛି। ତାଙ୍କ ବହି ଖାତା କିଣିବାରେ ହିଁ ସବୁ ଟଙ୍କା ସରିଗଲା। ତୁ ଚିନ୍ତା କରନି ଭଉଣୀ, ମୁଁ କାଲି ସୁଦ୍ଧା ଟଙ୍କା ଯୋଗାଡ଼ କରି ତୋ ପରୀକ୍ଷା ଫି ଜମା କରିଦେବି। ଭାଉଜ, ତୁମେ ବହୁତ ବଦଳି ଯାଇଛ। ତୁମେ କହିଥିଲ ମତେ ପାଠ ପଢାରେ ସାହାଯ୍ୟ କରିବ, ହେଲେ ଏବେ ତୁମେ କେବଳ ନିଜ କଥା ହିଁ ଚିନ୍ତା କରୁଛ। ରିନୁକୁ ଆଉ କିଛି କଥା କହିବାର ସୁଯୋଗ ନ ଦେଇ ମୁନି ରାଗି ଘର ଭିତରକୁ ଚାଲିଗଲା। ସେ ତା ଭାଉଜ ପାଖରୁ ସବୁ କିଛି କେମିତି ନେବ ତାର ଉପାୟ ଚିନ୍ତା କଲା। ପରଦିନ ସକାଳେ, ଭାଉଜ, କାଲିର ବ୍ୟବହାର ପାଇଁ ମତେ କ୍ଷମା କରିଦିଅ। ମୁଁ ତମ ସହ ଏମିତି ବ୍ୟବହାର କରିବାର ନଥିଲା। ଆରେ ମୁନି, ମୁଁ ତତେ କେବେ ବି ପର ଭାବିନି। ମୁଁ ସବୁବେଳେ ତତେ ମୋ ନିଜ ଭଉଣୀ ପରି ଭାବେ। ମୁଁ ତୋର କୌଣସି କଥାକୁ ରାଗ କରିନି। ଭାଉଜ, ମୁଁ ଯୋଉ ପରୀକ୍ଷା କଥା କହିଥିଲି, ସେ ପରୀକ୍ଷା ଦେବାକୁ ହେଲେ ମତେ ତ ମୋ ସିଗ୍ନେଚର ଦରକାର ହେବ। ସାରେ ଫର୍ମ ଦେଇଛନ୍ତି। ସେ କହିଥିଲେ ବଡମାନଙ୍କର ସିଗ୍ନେଚର ଆଣିବା ପାଇଁ। ଏଇ ଘରେ ତ ତୁମେ ହିଁ ବଡ। ନିଅ ଭାଉଜ, ଏଥିରେ ସିଗ୍ନେଚର କରିଦିଅ। ତୁମେ ସାଇନ ନ କଲେ ମୁଁ ପରୀକ୍ଷା ଦେଇ ପାରିବିନି। ହେଲେ ମୁନି, ମୁଁ ତ ପାଠ ପଢିନି। ସେଇ ତୁ ଯୋଉ କହିଲୁ ସିଗ୍ନେଚର, ସେଇଟା କେମିତି କରିବି? ଚିନ୍ତା କରନି ଭାଉଜ, ତୁମେ ଟିପ ଚିହ୍ନ ଦେଲେ ବି ଚଳିବ। ନିଅ, ଏଠି ଟିପ ଚିହ୍ନ ଦେଇଦିଅ। ମା, ମା, ପାଖ ଜଙ୍ଗଲରେ ନା ମେଳା ପଡିଛି। ଚାଲ ନା ମା, ଆଜି ଆମେ ମେଳା ବୁଲିବାକୁ ଯିବା। ମୁନି,
ଘରେ ରହି ପାଠ ପଢୁଥା, ମୁଁ ଏ ଦୁଇ ଝିଅଙ୍କୁ ମେଳା ବୁଲେଇକି ଆଣୁଛି। ତାପରେ ରିନୁ ତାର ଦୁଇ ଝିଅଙ୍କୁ ନେଇ ମେଳା ବୁଲିବାକୁ ଚାଲିଗଲା। ଏସବୁ ଦେଖି ମୁନି ମନେ ମନେ ଖୁବ୍ ହସିଲା। ସେମାନେ ମେଳାରେ କିଛି ସମୟ ବୁଲିଛନ୍ତି କି ନାହିଁ, ହଠାତ୍ ଆକାଶ ଅନ୍ଧାର ହେଇଗଲା। ଆରେ କଣ ଆକାଶ ଅନ୍ଧାର ହେଇଗଲାଣି, କେତେବେଳେ ବି ବର୍ଷା ଆସିପାରେ। ଚାଲ ପିଲାମାନେ ଶୀଘ୍ର ଘରକୁ ଫେରିଯିବା। ମୁନି, ଏ ମୁନି, କବାଟ ଖୋଲ, ଆମେ ଆସିଗଲୁ। କିଏ ତମେ ମାନେ? ବାହାରେ ଏମିତି ଚିତ୍କାର କାହିଁକି କରୁଛ? ଚାଲିଯାଅ ଏଠୁ। ମୁନି, ମୁଁ ତ ଭାଉଜ, ତୁ କଣ ମତେ ଚିହ୍ନି ପାରୁନୁ? ନା, ମୋର କେହି ଭାଉଜ ନାହିଁ। ମୋ ଭାଇ ଯିବା ପରେ ମୋର ଦୁନିଆରେ କେହି ନାହାନ୍ତି। ଯାଅ ଶୀଘ୍ର ଏଠୁ ଚାଲିଯାଅ। ମୁନି, ତୁ ବେଶୀ କଥା କହୁଛୁ। ଏ ଘର ମୋ ସ୍ୱାମୀଙ୍କର, ଏ ଘରେ ମୋର ବି ଅଧିକାର ଅଛି। ଅଧିକାର ଥିଲା, ହେଲେ ଏବେ ନାହିଁ। ଏଇ ଦେଖ, ତୁମେ ନିଜେ ହିଁ ସବୁ କିଛି ମନାରେ କରିଦେଇଛ। ହେଲେ ମୁଁ ତ ତୋ ପରୀକ୍ଷା ଖାତାରେ ଟିପ ଚିହ୍ନ ଦେଇଥିଲି, ତାହେଲେ ଏସବୁ? ତୁମେ କଣ ଏକା ଚାଲାକ? ମତେ କଣ ବୋକା ଭାବୁଥିଲ? ମୋ ଭାଇଙ୍କର ସମ୍ପତ୍ତିକୁ ଏକା ହିଁ ଭୋଗ କରିବାକୁ ଚାହୁଁଥିଲ ନାହିଁ? ମୁଁ ତୁମର ଚାଲାକି ଜାଣିଗଲି। ନିଜ ଦୁଇ ଝିଅଙ୍କୁ ସବୁ କିଛି ଦେଇ ମତେ ଏ ଘରୁ ବାହାର କରିବାକୁ ଚାହୁଁଥିଲ, ହେଲେ ସେଦିନ ଆସିବା ଆଗରୁ ମୁଁ ସବୁ କିଛି ନିଜ ନାଁରେ ହିଁ କରିଦେଇଛି। ଏବେ ନିଜ ଦୁଇ ଝିଅଙ୍କୁ ଧରି ଏଠୁ ବାହାରି ଯାଅ। ଛି ମୁନି, ତୁ ମତେ ଏତେ ଲୋଭୀ ଭାବୁଥିଲୁ? ମୋ ଦୁଇ ଝିଅଙ୍କ ଅପେକ୍ଷା ମୁଁ ତୋ କଥା ବେଶୀ ଚିନ୍ତା କରି ତୋ ବାହାଘର ପାଇଁ ମୁଁ କିଛି କିଛି ଟଙ୍କା ଜମା କରି ରଖିଛି। ତୁ ମତେ ଭୁଲ ବୁଝନି ଭଉଣୀ। ମୁଁ ଯାହା ବି କିଛି କରିଛି ତମ ତିନି ଜଣଙ୍କ ପାଇଁ ହିଁ କରିଛି। ମୁଁ ନିଜ ପାଇଁ କେବେ କିଛି କରିନି। ଥାଉ ଥାଉ, ଆଉ ଏତେ ଭଲ ଦେଖି ହୁଅନି। ମୁଁ ଜାଣେ ତୁମେ କେମିତିକା। ମୁଁ କହିଲି ନା, ଏଠି ତୁମର ଜାଗା ନାହିଁ। ଚାଲିଯାଅ ଏଠୁ। ଏମିତି କହି ମୁନି କବାଟ ବନ୍ଦ କରିଦେଲା। ସେପଟେ ଝଡ଼ ବର୍ଷା ବି ଆରମ୍ଭ ହେଇଗଲା। ରିନୁ ତାର ଦୁଇ ଝିଅଙ୍କୁ ନେଇ ଆଶ୍ରୟ ନେବା ପାଇଁ ଜାଗା ଖୋଜୁଥିଲା। ବର୍ଷା ଏତେ ଜୋରରେ ହେଉଥିଲା ଯେ ବନ୍ୟା ଚାଲି ଆସିଲା। ତିନି ମା ଛୁଆ ସେଇ ବନ୍ୟା ପାଣିରେ ଭାସି ଭାସି ଯାଉଥିଲେ। ହଠାତ୍ ସେହି ସମୟରେ ଏକ ଜଳପରୀର ନଜର ତାଙ୍କ ଉପରେ ପଡ଼ିଲା। ସେ ଚଢ଼େଇମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ପଦ୍ମଘର ପ୍ରକଟ କଲା, ଆଉ ତିନି ଚଢ଼େଇଙ୍କୁ ପାଣିରୁ ବାହାର କଲା। ବହୁତ ବହୁତ ଧନ୍ୟବାଦ ତୁମକୁ। ତୁମ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ଆରେ ଚଢ଼େଇ, ଏଇ ବର୍ଷା ସମୟରେ ତୁ ଘରେ ନ ରହି ବାହାରକୁ କାହିଁକି ଆସିଥିଲୁ? ଚଢ଼େଇ ଜଳପରୀକୁ ସବୁ ଘଟଣା କହିଲା। ଚଢ଼େଇ, ତୁ ଚିନ୍ତା କରନି। ଆଜିଠୁ ଏ ପଦ୍ମଘରେ ତମେ ତିନି ଜଣ ରହିବ। ଏ ଘରେ ତମେ ସବୁ ସୁବିଧା ପାଇବ। ଏକ ସୁରକ୍ଷିତ ଜାଗାରେ ଏ ପଦ୍ମଘର ତମମାନଙ୍କୁ ପହଞ୍ଚେଇ ଦେବ। ଯିଏ ବି ଦୋଷ ଅନ୍ୟାୟ କରିଛି ସେ ଦିନେ ଦିନେ ଶାସ୍ତି ପାଇବ। ଏମିତି କହି ଜଳପରୀ ସେଠାରୁ ଚାଲିଗଲା। ପଦ୍ମଘର ଚଢ଼େଇମାନଙ୍କୁ ନେଇ ଏକ ସୁରକ୍ଷିତ ଜାଗାକୁ ଗଲା। ସେପଟେ ଝଡ଼ ବର୍ଷା ହେବା ଯୋଗୁଁ ଅନେକ ଚଢ଼େଇଙ୍କ ଘର ଭାଙ୍ଗିଗଲା। ମୁନି ଯେଉଁ ଘର ପାଇଁ ତା ଭାଉଜ ସହ ବିଶ୍ୱାସଘାତ କରିଥିଲା, ସେଇ ଘର ଭାଙ୍ଗି ପାଣିରେ ଭାସିଗଲା। ଘର ସହ ମୁନି ବି ସେଇ ପାଣିରେ ଭାସିଗଲା।